ସବୁବେଳେ ନିଜକୁ ଦେହ ସବୁବେଳେ ଅତି ଆପଣାର ଅତି ପ୍ରିୟ ହେଉଛି ସମସ୍ତଙ୍କର ଏ ଦେହଟା। ଦେହକୁ ସମସ୍ତେ ଏତେ ଭଲ ପାଇ ବସିଛନ୍ତି ଇମାଜିନ୍ ବାହାରେ। ତେଣୁ ଭାଗବତରେ ଲେଖା ଅଛି, ଦେହର ସୁଖ ଦିନେ ଦିନେ କଦାପି ନ ଚିନ୍ତିବ ମନେ। ଦେହର ସୁଖ କେତେବେଳେ ଚିନ୍ତା କରନି। ବସିବି, ଖାଇବି, ଏସି ଲଗେଇବି, ଶୋଇବି, ଉପଭୋଗ କରିବି, କିତି କଥା। ଏଇ ବାବାଜୀ ଲୋକ ଜାଣନ୍ତି ନାହିଁ ଏତେ କଥା। ପିଲାଦିନରୁ ତ ଦେହ କ'ଣ ଜାଣିନାହାନ୍ତି। ଦେହକୁ ଦେଖୁଥିବ ଭିନ୍ନେ ଭିନ୍ନେ, କାଷ୍ଟ ଯେସନେ ହୁତାସନେ। ଦେହକୁ ସବୁବେଳେ ଭିନ୍ନେ ଭିନ୍ନେ, ମୁଁ ଏ ଦେହରେ ଅଛି, ମୁଁ ଦେହ ନୁହେଁ। ଯେତେ ଚିନ୍ତା କର, ଯେତେ ସାଧନା କର, ଯେତେ ସତ୍ସଙ୍ଗ ଶୁଣ, ଯେତେ ମଠବାଡ଼ି ଆଶ୍ରମ ଦୌଡ଼, ଯେତେ ସାଧୁସନ୍ତଙ୍କର ଦ୍ୱାରସ୍ଥ ହୁଅ, ଯଦି ସାଧନା ନାହିଁ ତାହେଲେ ଦେହବୋଧରୁ ତୁମେ କେତେବେଳେ ଅତୀତ ହେଇପାରିବନି। ମଣ୍ଡୁକ ଉପନିଷଦରେ ଗୋଟେ ସୁନ୍ଦର କଥା ଲେଖା ଅଛି। ଗୋଟିଏ ବୃକ୍ଷରେ ସମସ୍ତେ ଜାଣିଛନ୍ତି ଦୁଇଟି ପକ୍ଷୀ ବସିଛି। ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ବସିଛନ୍ତି। ଗୋଟିଏ ପକ୍ଷୀ ଉପରେ ବସିଛି, ଗୋଟିଏ ପକ୍ଷୀ ତଳେ ବସିଛି। ତଳ ପକ୍ଷୀଟା କ'ଣ ହେଉଛି ନା କିଚିରି ମିଚିରି ପକ୍ଷୀମାନେ ରାବ କରନ୍ତି ବା କିଚିରି ମିଚିରି କହନ୍ତି ନା କ'ଣ କହନ୍ତି? ରବାବା ଆମର ଜାଣିଥିବେ, ଫରେଷ୍ଟ କରିଛନ୍ତି ଜାଣିଥିବେ। ତେଣୁ କିଚିରି ମିଚିରି ହୁଅନ୍ତି ଏବଂ ଏ ଡାଳକୁ ସେ ଡାଳ ଦିଅନ୍ତି। ପକ୍ଷୀମାନେ ଆପଣ ଦେଖିନାହାନ୍ତି ବୃକ୍ଷ ମୂଳରେ ବସିକି ଏ ଡାଳକୁ ସେ ଡାଳ ଡେଉଁଥିବେ, ଏମିତି ହଲଉଥିବେ। ଥଣ୍ଟରେ ନିଜ ପକ୍ଷୀମାନଙ୍କୁ ପରମାନଙ୍କୁ ଟିକେ ମାରି ଦେଉଥିବେ ଏବଂ କ'ଣଟେ ଥବ ସେ ଗଛରେ ଫୁଲ ଫଳ ଟିକେ ଖାଇ ଦେଉଥିବେ। ତେଣୁ ଏମିତି ପକ୍ଷୀମାନେ ହୁଅନ୍ତି। ଦେଖିଲେ ଉପରେ ଗୋଟେ ପକ୍ଷୀ ବସିଛି, ତଳ ପକ୍ଷୀ ଦେଖୁଛି ଉପରେ ଗୋଟେ ପକ୍ଷୀ ବସିଛି ଏବଂ ସେ ଚାହୁଁଛି ମୁଁ ଧୀରେ ଧୀରେ ସେ ପକ୍ଷୀ ପାଖକୁ ଯିବି ଏବଂ ବିଭିନ୍ନ ଫଳ ଖାଉଛି। କେଉଁଟା ପିତା ଲାଗୁଛି, କେଉଁଟାକୁ ମିଠା ଲାଗୁଛି, କେଉଁଟା କଷା ଲାଗୁଛି। ଏମିତି ଖାଇ 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 ସେ ଡେଇଁ ଡେଇଁକା ତଳେ ପକ୍ଷୀର ନିକଟବର୍ତ୍ତୀ ହେଇଯାଇଛି। ଦେଖିଲା ସେଠି ବିରାଟ ଆଲୋକ ସେ ପକ୍ଷୀ ପାଖରୁ ଆସି ଆ ଉପରେ ପଡ଼ୁଛି। ସେଇ ଆଲୋକର ପ୍ରଭାବରେ କ'ଣ ହେଇଛି, ଏ ସମସ୍ତ ପକ୍ଷୀର ପର ଗୁଡ଼ିକ ଝଡ଼ି ପଡ଼ୁଛି। ପକ୍ଷୀଟି ଶୂନ୍ୟ ହେଇଯାଉଛି। ଧୀରେ ଧୀରେ ଯେତେବେଳେ ଆହୁରି ସେ ଉପରୁ ଉଠିଛି, ସେ ଦେଖିଲା ଆରେ ମୁଁ ହେଉଛି ସେଇ ପକ୍ଷୀ। ଉପରେ ଯେଉଁ ପକ୍ଷୀ ବସିଥିଲା ମୁଁ ହେଉଛି ସେଇ ପକ୍ଷୀ, ମୁଁ ଆଉ ଅଲଗା କେହି ନୁହେଁ। ମୋର ଯାହା ବୋଧ ହେଉଥିଲା ତାର ଗୋଟେ ପ୍ରତିବିମ୍ବ, ଉପର ପକ୍ଷୀର ପ୍ରତିବିମ୍ବଟା ହିଁ ତଳ ପକ୍ଷୀ। ତ ସେ ଉପରକୁ ଉଠି 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 ତା ସହିତ ମିଶିଗଲା। ଦେଖିଲା ମୁଁ ହେଉଛି ସେଇ ପକ୍ଷୀ, ମୁଁ ଆଉ କେହି ନୁହେଁ। ସେଠି ଗଲାବେଳକୁ ଆଉ ମନ ନାହିଁ, ବୁଦ୍ଧି ନାହିଁ, ବିବେକ ନାହିଁ, ଜ୍ଞାନ ନାହିଁ, ଦେହ ନାହିଁ, ଆଉ କିଛି ନାହିଁ। ସବୁର ଏଣ୍ଡ ହେଇଯାଇଛି, ପରିସମାପ୍ତି ହେଇଯାଇଛି। ତା ଭିତରୁ ଆଉ ଯେଉଁ ଦେହବୋଧ ଥିଲା, କିଚିରି ମିଚିରି ହେଉଥିଲା, ମାନେ ମିଠା ଆଉ ପିତା କଷା ଫଳ ଖାଉଥିଲା, ଦେଖିଲା ଆଉ କିଛି ନାହିଁ। ନିର୍ଗୁଣ, ନିର୍ଲିପ୍ତ ଆଉ ନିର୍ବିକାର, ନିର୍ବିଚାର, ନିରହଙ୍କାର ଅବସ୍ଥା ଆସିଯାଇଛି। ମୁଁ ଏ ବୃକ୍ଷରେ ଗୋଟିଏ ପକ୍ଷୀ, ମୁଁ ଏ ବୃକ୍ଷରେ ଯେଉଁ ଉପଲବ୍ଧି ହେଉଥିଲା ଦୁଇଟି ପକ୍ଷୀ, ଏ ଦୁଇଟି ପକ୍ଷୀ କେହି ନାହାନ୍ତି, ଗୋଟିଏ ପକ୍ଷୀ। ଏ କଥାର ଅର୍ଥ ବୁଝିପାରୁଛନ୍ତି? ସାଧନା କଲେ କ୍ରିୟା ଯୋଗରେ ଯେତେବେଳେ ମନ ମୂଳାଧାରରୁ ସ୍ୱାଧିଷ୍ଠାନକୁ ଯିବ, ସେଠି ଗୋଟେ ଟେଷ୍ଟ ଅଲଗା, ମୂଳାଧାର ଟେଷ୍ଟ ଗୋଟେ ଅଲଗା। ଯେତେବେଳେ ମଣିପୁରକୁ ଯେଉଁ ବୁଝେଇକି କହିବେ, ମଣିପୁରକୁ ଯିବ ସେଠି ଗୋଟେ ଟେଷ୍ଟ ଅଲଗା। ଯେତେବେଳେ ଅନାହତକୁ ଯିବ ସେତେବେଳେ ଗୋଟେ ଟେଷ୍ଟ ଅଲଗା। ଯେତେବେଳେ ବିଶୁଦ୍ଧକୁ ଯିବ ସେଠି ଗୋଟେ ଟେଷ୍ଟ ଅଲଗା। ଯେତେବେଳେ ଆଜ୍ଞାକୁ ଯିବ ସେ ପୁରା ଆଲୋକିତ ହେଇଯିବ, ଲାଇଟେଡ୍ ହେଇଯିବ। ତାର ସମସ୍ତ କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ ପକ୍ଷୀର ପର ଗୁଡ଼ିକ ଖସି ପଡ଼ିଲା, ସବୁ ଗଳି ପଡ଼ିବ।
ଆରେ ତାହାର ଆଲୋକରେ ମୁଁ ଆଲୋକିତ। ମୁଁ ଭାବୁଥିଲି ମୋର ସ୍ୱତନ୍ତ୍ର ଆଲୋକ ଅଛି। ଆଉ ଯେତେବେଳେ ସେ ଜମ୍ପ କରିବ ସେ ପକ୍ଷୀ ପାଖକୁ, ଯେତେବେଳେ ସେ ଜମ୍ପ କରିବ ସହସ୍ରରେ ଯାଇ ପହଞ୍ଚିଯିବ, ସେ ଲୀନ ହେଇଯିବ, ସ୍ମାସ୍ ହେଇଯିବ। ଦେଖିବ ଗୋଟିଏ, ମୁଁ ହଉଛି ସେ। ତେଣୁ ଏ ଜୀବନଟା ହଉଛି, ଏ ଶରୀରଟା ହଉଛି ଗୋଟେ ବୃକ୍ଷ। এই ସହସ୍ରାରେ ବସିଛନ୍ତି କିଏ? ପରମାତ୍ମା ପରମ ବ୍ରହ୍ମ। ମୂଳାଧାରରେ ଅଛନ୍ତି ଜୀବାତ୍ମା। ଯେତେବେଳେ ଜୀବ ଭାବ ଆପଣ ଧୀରେ 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 ମୂଳାଧାରରୁ ସ୍ୱାଦିଷ୍ଠାନ, ସ୍ୱାଦିଷ୍ଠାନରୁ ମଣିପୁର, ମଣିପୁରରୁ ଅନାହତ, ଅନାହତରୁ ବିଶୁଦ୍ଧ, ବିଶୁଦ୍ଧରୁ ଆଜ୍ଞା, ଯେତେବେଳେ ସାଧକ ଆଜ୍ଞା ଚକ୍ରରେ ଦୃଷ୍ଟି ସ୍ଥିର କରେ, ସେତିକି ବେଳେ ସେ ବିରାଟ ଆଲୋକ ଦେଖେ। ତିନି ପ୍ରକାର ଆଲୋକ ସାଧକ ଦେଖନ୍ତି। ଗୋଟିଏ ହେଉଛି ନୀଳବର୍ଣ୍ଣର ଆଲୋକ ଦେଖାଯିବ, ଆଉ ଗୋଟେ ଧଳା ଆଲୋକ ଦେଖାଯିବ, ଆଉ ଗୋଟେ ଲାଲ କଳା ମିଶ୍ରିତ ଆଲୋକ ଆଖି ଆଗରେ ପ୍ରକଟ ହେବ। ତେଣୁ ସ୍ୱାମୀ ବିବେକାନନ୍ଦ ଯେତେବେଳେ ଧ୍ୟାନସ୍ଥ ହେଉଥିଲେ, ତାଙ୍କ ସମ୍ମୁଖରେ ସେ ଲେଖିଛନ୍ତି ଗୋଟେ ବହିରେ, ଗୋଟେ ବିରାଟ ବର୍ଣ୍ଣର ନୀଳବର୍ଣ୍ଣର ଜ୍ୟୋତିଟେ ତାଙ୍କ ଆଗରେ ବୁଲୁଥିଲା। ଏବଂ ବୁଲି 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 ଧୀରେ ଧୀରେ ଆମେ ଯେମିତି ଆପଣଙ୍କୁ ଶିଖେଇଛୁ, ଆଜ୍ଞା ଚକ୍ରରେ ଧ୍ୟାନ କରନ୍ତୁ, ଆଜ୍ଞା ଚକ୍ରରେ ମନ ରଖନ୍ତୁ, ତା ଭିତରୁ ଭିତରୁ ପଶିକି ତାଙ୍କ ଶରୀରରେ ଲୀନ ହେଇଯାଉଥିଲା। ସେ ହରେଇ ବସୁଥିଲେ ଜ୍ଞାନ। ଆମର ଏତେ ମନ କଳୁଷିତ, ଏତେ ଅର୍ଥ ଚିନ୍ତା, ଏତେ ଯୌନ ଚିନ୍ତା, ଏତେ ଖାଦ୍ୟ ଚିନ୍ତା, ଏତେ ଗର୍ବ, ଦମ୍ଭ, ଅହଙ୍କାର, ଅସ୍ମିତା, ରାଗ, ଦେଶ ଚିନ୍ତା, ଏତେ ସାମ୍ପ୍ରଦାୟିକ ଭାବ ଚିନ୍ତା। ଦେଖନ୍ତୁ, ଧର୍ମ ଏକ, ଈଶ୍ୱର ଏକ, କିନ୍ତୁ ସମ୍ପ୍ରଦାୟ ଅନେକ। କିନ୍ତୁ ଈଶ୍ୱର ଏକ ବୋଲି ଏ ବିଶ୍ୱରେ ଯେତେ ସମ୍ପ୍ରଦାୟ ଅଛନ୍ତି, ସେମାନେ ହିନ୍ଦୁ ହୁଅନ୍ତୁ ବା ମୁସଲମାନ ହୁଅନ୍ତୁ ବା ଖ୍ରୀଷ୍ଟିଆନ ହୁଅନ୍ତୁ, ସେମାନଙ୍କର ରିଅଲାଇଜେସନ୍ ହେଇନାହିଁ। ମନରେ ପ୍ରଶ୍ନ ଉଠୁଥିବ, କାହିଁକି ରିଅଲାଇଜେସନ୍ ହେଇନି ବାବା ଏ କଥା କହୁଛନ୍ତି? ଦେଖନ୍ତୁ, ଧର୍ମରେ କେହି ବାଡ଼ିଆ ବାଡ଼ି ହୁଅନ୍ତି ନାହିଁ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଭିତରେ ବାଡ଼ିଆ ବାଡ଼ି ହୁଅନ୍ତି। ଈଶ୍ୱରକୁ କେନ୍ଦ୍ର କରି କେହି ବାଡ଼ିଆ ବାଡ଼ି ହୁଅନ୍ତି ନା। ଈଶ୍ୱର ତ ଏକ, ତାଙ୍କୁ କ'ଣ ବାଡ଼ିଆ ବାଡ଼ି ହେବେ? ଧର୍ମ ତ ଏକ, ତାଙ୍କୁ କ'ଣ ବାଡ଼ିଆ? ତୁମେ ହିନ୍ଦୁ, ଆମେ ମୁସଲମାନ, ତୁମେ ଖ୍ରୀଷ୍ଟିଆନ। এই ବୋଧ ଆମେ ସମସ୍ତେ ଯେ ପରମାତ୍ମା ପରମ ବ୍ରହ୍ମଙ୍କର ସନ୍ତାନ, ଆମେ ସମସ୍ତେ ଯେ ଏକ ଏବଂ ସାରା ବିଶ୍ୱ ଏକ ପରିବାର, ଆମେ ସମସ୍ତେ ସେ ଈଶ୍ୱର ଆମର ହିଁ ପରମ ପିତା ପରମ ବ୍ରହ୍ମ, ଆମେ ତାଙ୍କର ସମସ୍ତେ ସନ୍ତାନ। କିଏ କଳା ହେଇଛି ତ, କିଏ ଗୋରା ହେଇଛି ତ, କିଏ ଲୋହିତ ବର୍ଣ୍ଣର ବା ହଳଦିଆ ବର୍ଣ୍ଣର ହେଇଛି। ତାହେଲେ ଭଗବାନ କୋଉ ବର୍ଣ୍ଣର? ଭଗବାନ କୋଉ ବର୍ଣ୍ଣର? ଖ୍ରୀଷ୍ଟିଆନ ଭାବୁଛି ଭଗବାନ ଗୋରା, ସେମାନେ ପୁରା ଗୋରା। ଯେ ଚାଇନିଜ ଲୋକ, ସେମାନେ ଦେଖିବାକୁ ଟିକେ ହଳଦିଆ କଲର, ଲାଲ ହଳଦିଆ, ସେମାନେ ଭାବୁଛନ୍ତି ସେଇ କଲରର। ଭାରତୀୟ ମାନେ ଭାବୁଛନ୍ତି କଳା, ଭଗବାନ କଳା। ଗୋଟେ ପ୍ରଶ୍ନ ଉଠେ, ତାହେଲେ ଭଗବାନ ଗୋରା ନା ଧଳା ନା କଳା ନା ପିତ ନା ଲୋହିତ? ଭଗବାନ କୋଉ ବର୍ଣ୍ଣର? ଛାଡ଼ନ୍ତୁ, ପରେ ବୁଝିବେ ବ୍ୟକ୍ତିଗତ। ପୁଣି ମନରେ ପ୍ରଶ୍ନ ଉଠେ, ଭଗବାନ ସ୍ତ୍ରୀ ନା ପୁରୁଷ? ମନରେ ପ୍ରଶ୍ନ ଉଠେ। ଆଜିକାଲି ସମସ୍ତେ ସ୍ତ୍ରୀମାନଙ୍କର ଅଗ୍ରାଧିକାର ଦିଆଗଲାଣି। ସେମାନେ ସୈନ୍ୟବାହିନୀରେ ଯୋଗ ଦେଇ ଯୁଦ୍ଧ କରିବାକୁ ଗଲେଣି, ପୋଲିସ ଡିପାର୍ଟମେଣ୍ଟରେ ସର୍ଭିସ୍ କଲେଣି, ଫ୍ଲାଇଟ୍ ଉଡ଼େଇଲେଣି, ସବୁ କାମ ମା' ମାନେ ରାଜନୀତି କଲେଣି, ସବୁ কিছুରେ ସେୟାର ନେଇଗଲେଣି, ଅଫିସକି ଗଲେଣି। ସବୁ କାମରେ ସେମାନଙ୍କୁ ସରକାର 50-50, ପୁରୁଷକୁ ଯେମିତି 50 ନା ନାରୀମାନଙ୍କୁ ସେମିତି 50% ଅଗ୍ରାଧିକାର ଦିଆଗଲାଣି। ତାହେଲେ ଭଗବାନ ପୁରୁଷ ନା ସ୍ତ୍ରୀ? ଯଦି ପୁରୁଷମାନେ ଡିମାଣ୍ଡ କରିବେ ଭଗବାନ ପୁରୁଷ,
हेले स्त्री माने मध्य सेमती डिमांड करेंगे भगवान भी स्त्री कारण से सबु क्षेत्र जेहेतु डिमांड करुँच भगवान को क्षेत्र कहीं डिमांड न करेंगे भगवान नारी नुह कि आम ठाकुर सबु रंगर आम ठाकुर पुरुष आउ स्त्री समीक्षा कले बहुत समय जीव देखु जगन्नाथ पुरुष आउ स्त्री जगन्नाथ धला कला नाली लोहित सबकिछि